ନମସ୍କାର। ଆଜିର ଏହି ଐତିହାସିକ ବିଶ୍ଳେଷଣରେ ଆମେ ଏମିତି ଜଣେ ମହାନ ବ୍ୟକ୍ତିତ୍ୱଙ୍କ କଥା ଆଲୋଚନା କରିବା ଯାହାଙ୍କର ରଚନା ବିନା ଆମ ଭାରତୀୟ ସଂସ୍କୃତି ଅଧୁରା। ମୁଁ କହୁଛି ମହାନ ସନ୍ଥ କବି ଗୋସ୍ୱାମୀ ତୁଳସୀଦାସଙ୍କ ବିଷୟରେ। ଶହ ଶହ ବର୍ଷ ଧରି ତାଙ୍କ କାହାଣୀ ଲୋକଙ୍କ ହୃଦୟରେ ବସି ରହିଛି। ହେଲେ ଏହି ପୁରାଣ ଆଉ କିମ୍ବଦନ୍ତୀ ପଛରେ ଥିବା ପ୍ରକୃତ ମଣିଷ ଜଣକ କିଏ ଥିଲେ ତାହା ଖୋଜି ବାହାର କରିବା ଆଜି ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଚ୍ଛା, ଆସନ୍ତୁ ସିଧା ପ୍ରସଙ୍ଗକୁ ଯିବା। ସତରେ ଏହା ଏକ ବଡ଼ ରହସ୍ୟ ଯେ 16ଶ ଶତାବ୍ଦୀର ଜଣେ ପିଲା ଯାହାକୁ ପିଲାଦିନୁ ଏକ ଅନାଥ ଭାବରେ ରାସ୍ତାରେ ଛାଡ଼ି ଦିଆଯାଇଥିଲା, ସେ କେମିତି ସମଗ୍ର ଭାରତର ଅଘୋଷିତ ମହାକବି ପାଲଟିଗଲେ। ମୋଗଲ ସାମ୍ରାଜ୍ୟର ସେହି କଠିନ ସମୟରେ ଉଚ୍ଚବର୍ଗର ପଣ୍ଡିତ ଆଉ ସାଧାରଣ ଜନତାଙ୍କ ଭିତରେ ସେ ଏକ ବିରାଟ ସେତୁ କେମିତି ତିଆରି କଲେ, ଏହା ହିଁ ତ ସବୁଠୁ ବଡ଼ ଐତିହାସିକ ରହସ୍ୟ। ତେଣୁ ଜଣେ ଐତିହାସିକ ଗୋଇନ୍ଦା ଦୃଷ୍ଟିକୋଣର ଆମର ପ୍ରଥମ ବିଭାଗରେ ଆସନ୍ତୁ ଖୋଲିବା ଐତିହାସିକ ତୁଳସୀଦାସଙ୍କ ଜୀବନର ରହସ୍ୟ। ଆସନ୍ତୁ ଟିକେ ଆଗକୁ ବଢ଼ିବା ଏବଂ ଦେଖିବା ଘଟଣାକ୍ରମ କେମିତି ଆଗକୁ ଯାଉଛି। କଥାଟା ହେଉଛି 16ଶ ଶତାବ୍ଦୀର ମୋଗଲ ଯୁଗର। 1511 ମସିହାରେ ରାମବୋଲା ଦୁବେ ନାମକ ଏକ ଶିଶୁ ଜନ୍ମ ନେଇଥିଲା। ଜୀବନରେ ଅନେକ ସଂଘର୍ଷ ପରେ ଠିକ୍ 1574 ମସିହାରେ ସେ ତାଙ୍କର ସେହି ଅମର କୃତି ରାମଚରିତମାନସ ଲେଖିବା ଆରମ୍ଭ କଲେ। ଆଉ ତାପରେ ଦୀର୍ଘ ଜୀବନ ଅତିବାହିତ କରି ଶେଷରେ 1623 ମସିହାରେ ବାରାଣସୀର ଅସିଘାଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହା ହେଲା ଏକ ସାଧାରଣ ଟାଇମ୍ଲାଇନ୍। ହେଲେ ଆପଣ ଭାବୁଥିବେ, ଏତେ ପୁରୁଣା କଥା ଆମେ ଜାଣିଲେ କେମିତି? ପ୍ରକୃତରେ ଆଧୁନିକ ଐତିହାସିକମାନେ ତାଙ୍କ ଜୀବନୀ ଉଦ୍ଧାର କରିବା ପାଇଁ ମୁଖ୍ୟତଃ 5ଟି ପାରମ୍ପରିକ ଗ୍ରନ୍ଥ ଉପରେ ନିର୍ଭର କରନ୍ତି, ଯେମିତିକି ନାଭାଦାସଙ୍କ ଭକ୍ତମାଳାରୁ ଆରମ୍ଭ କରି ପ୍ରିୟାଦାସଙ୍କ ଭକ୍ତିରସବୋଧିନୀ ଯାଏଁ। ଏହିସବୁ ବହି ତାଙ୍କର ସମସାମୟିକ ଲୋକ ବା ତାଙ୍କର ଅନୁଗାମୀମାନେ ହିଁ ଲେଖିଥିଲେ। ଆଉ ଆଜି ଆମ ଗବେଷଣାର ମୁଖ୍ୟ ଆଧାର ହିଁ ହେଉଛି ଏହିସବୁ ଲେଖା। ବିଭାଗ 2। ଏବେ ଆସନ୍ତୁ ଦେଖିବା ଜଣେ ସାଧାରଣ ଅନାଥରୁ ସନ୍ନ୍ୟାସୀ ହେବା ଯାଏଁ ତାଙ୍କର ଏହି ସଂଘର୍ଷମୟ ଯାତ୍ରା କେମିତି ଥିଲା। ତୁଳସୀଦାସଙ୍କ ଜନ୍ମକୁ ନେଇ କିଛି ବହୁତ ଆଶ୍ଚର୍ଯ୍ୟଜନକ କାହାଣୀ ରହିଛି। ପାରମ୍ପରିକ କଥା ଅନୁଯାୟୀ ସେ ଜନ୍ମ ହେବାବେଳେ ତାଙ୍କ ପାଟିରେ ପୁରା 32ଟି ଯାକ ଦାନ୍ତ ଥିଲା, ଆଉ ସେ କାନ୍ଦିବା ବଦଳରେ ସିଧା ରାମ ନାମ ଉଚ୍ଚାରଣ କରିଥିଲେ। ସେଥିପାଇଁ ତ ତାଙ୍କର ନାଁ ରାମବୋଲା ରଖାଯାଇଥିଲା। କିନ୍ତୁ ଏହାର ଅନ୍ୟ ପାଖଟି ଖୁବ୍ ଦୁଃଖଦାୟକ। ଜ୍ୟୋତିଷମାନେ କହିଲେ ସେ ଏକ ଅତି ଅଶୁଭ ଅଭୁକ୍ତମୂଳ ନକ୍ଷତ୍ରରେ ଜନ୍ମ ହୋଇଛନ୍ତି। ବସ୍ ନିଜ ଜୀବନ ପ୍ରତି ଭୟ କରି ତାଙ୍କ ପିତାମାତା ସେହି ଛୋଟ ପିଲାଟିକୁ ରାସ୍ତାରେ ଛାଡ଼ିଦେଲେ। ଭାବନ୍ତୁ ତ ପରିସ୍ଥିତି କେତେ କଠୋର ଥିବ ଯେ ସେହି ପିଲାଟିକୁ ଘର ଘର ବୁଲି ଭିକା ମାଗେ ବଞ୍ଚିବାକୁ ପଡ଼ିଥିଲା। ତେଣୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ସେହି ମୋଡ଼ ଯେଉଁଠୁ ସବୁକିଛି ବଦଳିଗଲା। ଯୁବକ ଅବସ୍ଥାରେ ରତ୍ନାବଳୀ ନାମକ ଜଣେ କନ୍ୟାଙ୍କ ସହ ତାଙ୍କର ବାହାଘର ହୋଇଥିଲା, ଆଉ ସେ ନିଜ ପତ୍ନୀଙ୍କୁ ପାଗଳ ଭଳି ଭଲ ପାଉଥିଲେ। ଦିନେ ରତ୍ନାବଳୀ ବିରକ୍ତ ହୋଇ ତାଙ୍କୁ ଗୋଟେ ବହୁତ କଡ଼ା କଥା ଶୁଣାଇଦେଲେ। ସେ କହିଲେ, ଏହି ରକ୍ତ ମାଂସର ଶରୀର ପ୍ରତି ତୁମର ଯେତିକି ମୋହ ଅଛି ତାର ଅଧା ବି ଯଦି ପ୍ରଭୁଙ୍କ ପାଇଁ ଥାଆନ୍ତା ତେବେ ତୁମର ଉଦ୍ଧାର ହୋଇଯାଆନ୍ତା। ଏହି ଗୋଟିଏ ପଦ କଥା ତୁଳସୀଦାସଙ୍କ ହୃଦୟରେ ଏମିତି ଆଘାତ କଲା ଯେ ସେହି ମୁହୂର୍ତ୍ତରେ ହିଁ ସେ ଘରଦ୍ୱାର ଛାଡ଼ି ଜଣେ ବୁଲା ସନ୍ନ୍ୟାସୀ ପାଲଟିଗଲେ। ଏହାପରେ ଆସେ ବିଭାଗ 3। ଭଗବାନଙ୍କ ସହ ଭେଟ। ଆସନ୍ତୁ ଶୁଣିବା ତାଙ୍କ ଜୀବନର ସେହି ଅଲୌକିକ ଅନୁଭୂତିଗୁଡ଼ିକ ବିଷୟରେ ଯାହା ତାଙ୍କୁ ଜଣେ ମହାପୁରୁଷ କରିଥିଲା। କିମ୍ବଦନ୍ତୀ କୁହେ, ତୁଳସୀଦାସ ପ୍ରତିଦିନ ଗଛ ମୂଳରେ ନିଜ ଗରାବୁକା ପାଣିରୁ ବଳକା ପାଣି ଢାଳି ଦେଉଥିଲେ। ସେଠାରେ ଥିବା ଗୋଟେ ପ୍ରେତର ତୃଷା ସେହି ପାଣିରୁ ମେଣ୍ଟୁଥିଲା। ଦିନେ ସେହି ପ୍ରେତଟି ଖୁସି ହୋଇ ତାଙ୍କୁ ବର ମାଗିବାକୁ କହିଲା। ଆଉ ତୁଳସୀଦାସ କ'ଣ ମାଗିଲେ ଜାଣନ୍ତି? ପ୍ରଭୁ ରାମଙ୍କ ଦର୍ଶନ। ପ୍ରେତଟି ତାଙ୍କୁ ଉପାୟ ବତାଇଲା। ସେ କହିଲା, ତୁମର ପ୍ରବଚନ ଶୁଣିବାକୁ ପ୍ରତିଦିନ ଯେଉଁ ବୃଦ୍ଧ କୁଷ୍ଠରୋଗୀ ଜଣକ ସଭାକୁ ପ୍ରଥମେ ଆସନ୍ତି ତାଙ୍କୁ ହିଁ ଯାଇ ଭେଟ। ଆଉ ସବୁଠୁ ରୋମାଞ୍ଚକର କଥା ହେଲା, ସେହି ବୃଦ୍ଧା ଜଣକ ଆଉ କେହି ନୁହନ୍ତି, ସ୍ୱୟଂ ପବନପୁତ୍ର ହନୁମାନ ଥିଲେ। ହନୁମାନ ତାଙ୍କୁ ନିଜର ପ୍ରକୃତ ରୂପ ଦେଖାଇବା ପରେ ଚିତ୍ରକୂଟ ଯିବାକୁ କହିଲେ। ସେଠାରେ ତୁଳସୀଦାସ ଯାହା ଦେଖିଲେ ତାହା ବୋଧେ କୌଣସି ସାଧାରଣ ମଣିଷ ପାଇଁ ସମ୍ଭବ ନୁହେଁ। ପ୍ରଥମେ ସେ ରାମ ଏବଂ ଲକ୍ଷ୍ମଣଙ୍କୁ ଘୋଡ଼ା ଉପରେ ଯାଉଥିବାର ଦେଖିଲେ। ଆଉ ତାପରେ ଦିନେ 2ଟି ଛୋଟ ପିଲା ଆସି ତାଙ୍କୁ ଚନ୍ଦନ ମାଗିଲେ। ସେହି ଛୋଟ ପିଲା ରୂପରେ ଆସିଥିବା ସ୍ୱୟଂ ପ୍ରଭୁ ରାମ ନିଜ ହାତରେ ତୁଳସୀଦାସଙ୍କ ମଥାରେ ଚନ୍ଦନର ତିଲକ ଲଗାଇଦେଲେ। ଏହି ଅଲୌକିକ ଘଟଣା ତାଙ୍କ ଭିତରେ ଥିବା ଆଧ୍ୟାତ୍ମିକ ଅଗ୍ନିକୁ ଏମିତି ଜଳାଇଲା ଯେ ରାମଙ୍କ ପ୍ରତି ତାଙ୍କର ଭକ୍ତି ସବୁଦିନ ପାଇଁ ଅଟଳ ହୋଇଗଲା। ଏବେ ଆସନ୍ତୁ ଶୁଣିବା ଆଉ ଏକ ଜବରଦସ୍ତ କାହାଣୀ। ଯେତେବେଳେ ତାଙ୍କ ଚମତ୍କାରର କଥା ଚାରିଆଡ଼େ ବ୍ୟାପିଲା, ମୋଗଲ ସମ୍ରାଟ ଅକବର ତାଙ୍କୁ ଜୋର ଜବରଦସ୍ତି ଦରବାରକୁ ଡକାଇ କିଛି ଯାଦୁ ବା ଚମତ୍କାର ଦେଖାଇବାକୁ କହିଲେ। କିନ୍ତୁ ତୁଳସୀଦାସ ପୁରା ନିର୍ଭୟରେ ଆଖିରେ ଆଖି ମିଶାଇ କହିଲେ, ଏସବୁ ଗୁଜବ। ମୁଁ କୌଣସି ଚମତ୍କାର ଜାଣିନି, ମୁଁ କେବଳ ମୋ ରାମଙ୍କୁ ଜାଣେ। ଆକବର ରାଗିଯାଇ ତାଙ୍କୁ ଫତେପୁର ସିକ୍ରିରେ ବନ୍ଦୀ କରିଦେଲେ।
ଆଉ ସେହି ଜେଲ୍ ଭିତରେ ହିଁ ସେ ସେହି ପ୍ରସିଦ୍ଧ ହନୁମାନ ଚାଳିଶା ରଚନା କରିଥିଲେ ବୋଲି କୁହାଯାଏ। କାହାଣୀ ଅନୁଯାୟୀ ତାପରେ ହଠାତ୍ ହଜାର ହଜାର ମାଙ୍କଡ଼ ଆସି ପୁରା ସହରରେ ଏମିତି ଉତ୍ପାତ କଲେ ଯେ ଆକବର ବାଧ୍ୟ ହୋଇ ତାଙ୍କୁ ମୁକ୍ତ କରିଥିଲେ। ଏସବୁ କିମ୍ବଦନ୍ତୀ ତ ଥାଉ, ଏବେ ଆସନ୍ତୁ ତାଙ୍କର ପ୍ରକୃତ ଐତିହାସିକ ଅବଦାନ କଥା କହିବା। ବିଭାଗ 4 ଆଞ୍ଚଳିକ ଭାଷାରେ ବିପ୍ଳବ। ସେତେବେଳେ ସମାଜରେ ଗୋଟିଏ ବଡ଼ ଫାଡ଼ ଥିଲା। ଗୋଟିଏ ପଟେ ପଣ୍ଡିତମାନଙ୍କର କଠିନ ସଂସ୍କୃତ ଭାଷାର ଦର୍ଶନ, ଆଉ ଅନ୍ୟପଟେ ସାଧାରଣ ଖଟିଖିଆ ଲୋକଙ୍କର ସହଜ ଅବଧି ଭାଷା। ତୁଳସୀଦାସ କ'ଣ କଲେ ଜାଣନ୍ତି? ସେ ଏହି ଦୁଇଟି ଭିତରେ ଏକ ମଜବୁତ ସେତୁ ତିଆରି କଲେ। ସମାଜର କଠୋର ନିୟମକୁ ନ ମାନି ସେ ବେଦ ପୁରାଣର କଠିନ ତତ୍ତ୍ୱକୁ ଏମିତି ଏକ ଭାଷାରେ ଲେଖିଲେ ଯାହାକୁ ଜଣେ ସାଧାରଣ ଚାଷୀ ବି ବୁଝିପାରିବ। ସତ କହିବାକୁ ଗଲେ ସେ ସମୟ ପାଇଁ ଏହା ଏକ ବିରାଟ ବିପ୍ଳବ ଥିଲା। ଆଉ ଏହି ପ୍ରସଙ୍ଗରେ ସବୁଠୁ ମଜାଦାର କଥା କ'ଣ ଜାଣନ୍ତି? ଏହି ସାଧାରଣ ଆବଧି ଭାଷାରେ ଲେଖାଯାଇଥିବା ମହାକାବ୍ୟକୁ ଦେଖି ବାରାଣାସୀରେ କିଛି ପଣ୍ଡିତ ବହୁତ ରାଗିଗଲେ। ସେମାନେ ତୁଳସୀଦାସଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ଗୋଟେ ପରୀକ୍ଷା କଲେ। ସେମାନେ କାଶୀ ବିଶ୍ୱନାଥ ମନ୍ଦିରରେ ଥିବା ସବୁ ବଡ଼ ବଡ଼ ସଂସ୍କୃତ ବହିର ସବୁଠୁ ତଳେ ତୁଳସୀଦାସଙ୍କ ଗ୍ରନ୍ଥକୁ ରଖି ମନ୍ଦିର ଦ୍ୱାରା ବନ୍ଦ କରିଦେଲେ। କିନ୍ତୁ ଆଶ୍ଚର୍ଯ୍ୟ ଦେଖନ୍ତୁ, ତା ପରଦିନ ସକାଳେ ଯେତେବେଳେ କବାଟ ଖୋଲାଗଲା, ରାମଚରିତ୍ର ମାନସ ସବୁଠୁ ଉପରେ ଥିଲା। ଆଉ ତା ଉପରେ ସ୍ୱୟଂ ଭଗବାନ ଶିବଙ୍କ ହାତଲେଖା ଦସ୍ତଖତ ଥିଲା, ସତ୍ୟମ୍ ଶିବମ୍ ସୁନ୍ଦରମ୍, ଅର୍ଥାତ୍ ଏହା ହିଁ ସତ୍ୟ, ଶୁଭ ଏବଂ ସୁନ୍ଦର। ବିଭାଗ 5। ଏବେ ଆସନ୍ତୁ ତାଙ୍କର ସେହି ଗଭୀର ଭକ୍ତି ଦର୍ଶନ ଉପରେ ଟିକେ ନଜର ପକାଇବା, ଯାହାକୁ ସେ ତାଙ୍କ କବିତା ମାଧ୍ୟମରେ ଖୁବ୍ ସରଳ ଭାବରେ ବୁଝାଇଥିଲେ। ହିନ୍ଦୁ ଧର୍ମରେ ଭଗବାନଙ୍କୁ ନେଇ ଦୁଇଟି ମୁଖ୍ୟ ମତ ରହିଛି। ଗୋଟିଏ ହେଉଛି ନିର୍ଗୁଣ ବ୍ରହ୍ମ, ଅର୍ଥାତ୍ ଯାହାଙ୍କର କୌଣସି ଆକାର ନାହିଁ ବା ଯିଏ ନିରାକାର। ଆଉ ଅନ୍ୟଟି ହେଉଛି ସଗୁଣ ବ୍ରହ୍ମ, ମାନେ ଆମର ଆରାଧ୍ୟ ଦେବତା, ଯାହାଙ୍କର ଆକାର ଓ ଗୁଣ ରହିଛି। ସେତେବେଳେ ଏହି ଦୁଇଟି ମତକୁ ନେଇ ବହୁତ ଯୁକ୍ତିତର୍କ ହେଉଥିଲା। କିନ୍ତୁ ତୁଳସୀଦାସ ଅତି ଚମତ୍କାର ଭାବରେ ଏହି ଦୁଇଟିଯାକ ବିଚାରଧାରାକୁ ଯୋଡ଼ିଦେଲେ। ସେ ସଫା ସଫା କହିଲେ ଯେ ନିରାକାର ପରମାତ୍ମା ଆଉ ଆମେ ପୂଜା କରୁଥିବା ସାକାର ଈଶ୍ୱରଙ୍କ ଭିତରେ ପ୍ରକୃତରେ କୌଣସି ଫରକ ନାହିଁ, ଦୁହେଁ ଏକ ଏବଂ ଅଭିନ୍ନ। ଆଉ ଏହି କଥାଟିକୁ ସେ ଯେଉଁଭଳି ଭାବରେ ବୁଝାଇଛନ୍ତି ତାହା ସତରେ ଅଦ୍ଭୁତ। ତାଙ୍କର ସେହି ପ୍ରସିଦ୍ଧ ଉଦାହରଣକୁ ନେବା, ଯେମିତି ନିରାକାର ପାଣି ଥଣ୍ଡା ହେଲେ ବରଫ କିମ୍ବା କୁଆପଥର ପାଲଟିଯାଏ ଆଉ ତାର ଗୋଟେ ଆକାର ଆସିଯାଏ। ଠିକ୍ ସେମିତି ଜଣେ ଭକ୍ତର ଅତୁଟ ପ୍ରେମ ଆଉ ଭକ୍ତି ସେହି ନିରାକାର ଭଗବାନଙ୍କୁ ଏକ ସାକାର ରୂପ ନେବାକୁ ବାଧ୍ୟ କରିଥାଏ। ଭାବନ୍ତୁ ତ, କେତେ ସହଜରେ ସେ ଏତେ ବଡ଼ ଦାର୍ଶନିକ ତତ୍ତ୍ୱକୁ ବୁଝାଇଦେଲେ। ଏହା ସହିତ ତାଙ୍କର ଆଉ ଏକ ମୂଳ ବିଶ୍ୱାସ ଥିଲା। ସେ କହୁଥିଲେ ଯେ ବର୍ତ୍ତମାନର ଏହି କଳିଯୁଗରେ ବଡ଼ ବଡ଼ ଯଜ୍ଞ କିମ୍ବା କଠିନ ତପସ୍ୟା କରିବା ଦରକାର ନାହିଁ। କେବଳ ସେହି ଦୁଇଟି ଅକ୍ଷର ରାମ ନାମକୁ ନିରନ୍ତର ଜପ କଲେ ହିଁ ମଣିଷକୁ ମୁକ୍ତି ମିଳିଯିବ। ତାଙ୍କ ମତରେ ଏହି ରାମ ନାମ ହେଉଛି ଭଗବାନଙ୍କର ଉଭୟ ନିରାକାର ଆଉ ସାକାର ରୂପଠାରୁ ବି ଆହୁରି ବଡ଼। ଏହା ଏକ ଦୋଭାଷୀ ବା ଟ୍ରାନ୍ସଲେଟର ଭଳି କାମ କରେ, ଯାହା ସାଧାରଣ ମଣିଷକୁ ସିଧା ପରମାତ୍ମାଙ୍କ ସହ ଯୋଡ଼ିଦିଏ। ଆସନ୍ତୁ ଏବେ ଆମର ଶେଷ ଅଧ୍ୟାୟକୁ ଯିବା। ବିଭାଗ 6 ସାଂସ୍କୃତିକ ପ୍ରଭାବ ଆଉ ତାଙ୍କର ସେହି ଦୀର୍ଘସ୍ଥାୟୀ ପରମ୍ପରା। ତୁଳସୀଦାସଙ୍କ ପ୍ରଭାବ କେବଳ କିଛି ପୁରୁଣା ବହି ଭିତରେ ସୀମିତ ହୋଇ ରହିନାହିଁ। ଆବଧି ଭାଷାର ଏତେ ବଡ଼ ପ୍ରସାର ହେଉ କିମ୍ବା ଗାଁ ଗାଁରେ ମଞ୍ଚସ୍ଥ ହେଉଥିବା ରାମଲୀଳା ନାଟକ ହେଉ, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଭଜନର ବ୍ୟବହାର ହେଉ, କିମ୍ବା ସେହି 1987 ମସିହାର ରେକର୍ଡ ଭଙ୍ଗା ରାମାୟଣ ଟିଭି ସିରିଏଲ୍ ହେଉ, ଏସବୁ କିଛି ଦର୍ଶାଉଛି ଯେ ରାମଚରିତମାନସ କେମିତି ଆଜି ବି ଆମ ଭାରତୀୟ ସମାଜ ଆଉ ସଂସ୍କୃତିର ରକ୍ତରେ ବହୁଛି। ଏହି ଆଲୋଚନା ଶେଷ କରିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ସହ ଛାଡ଼ି ଦେଇ ଯିବାକୁ ଚାହୁଁଛି। ଟିକେ ଚିନ୍ତା କରନ୍ତୁ, ପ୍ରାୟ 500 ବର୍ଷ ତଳେ ଜଣେ ସନ୍ନ୍ୟାସୀଙ୍କ ଦ୍ୱାରା ଅଣାଯାଇଥିବା ଏକ ଭାଷାଗତ ବିପ୍ଳବ କେମିତି ଆଜି ଆମର ଅଡିଓ କ୍ୟାସେଟ୍ ଠାରୁ ଆରମ୍ଭ କରି ଆଧୁନିକ ଟିଭି ସିରିଏଲ୍ ପର୍ଯ୍ୟନ୍ତ ସବୁକିଛିକୁ ନିୟନ୍ତ୍ରଣ କରୁଛି। ତୁଳସୀଦାସ କେମିତି ଧର୍ମ ଆଉ ଦର୍ଶନ ଭଳି କଠିନ ବିଷୟକୁ ସାଧାରଣ ମଣିଷର ହାତ ପାହାନ୍ତାରେ ଆଣିଦେଲେ, ତାହା ସତରେ କୌଣସି ଯାଦୁଠାରୁ କମ୍ ନୁହେଁ। ଆଶା କରୁଛି ଏହି ଐତିହାସିକ ଅନୁସନ୍ଧାନ ଆପଣଙ୍କୁ ଭଲ ଲାଗିଥିବ। ଆଜି ପାଇଁ ଏତିକି। ବହୁତ ବହୁତ ଧନ୍ୟବାଦ।